ଭଉଣୀ ଆନି ସହ ଭରପୁର ଖେଳ। କରୋନା ଲକଡାଉନ୍ ବନ୍ଦ ହେବା ପରେ ସ୍କୁଲ ଖୋଲିଲା। ଆଉ ଆମ ସ୍କୁଲରେ ନୂଆ ନୂଆ କିଛି ଟିଚର ଦେଖାଦେଲେ। ସେମାନଙ୍କ ମଧ୍ୟରେ ସବୁଠାରୁ ଆକର୍ଷିତ ଥିଲେ ସିଷ୍ଟର ଆନି। ବୟସ ବେଶୀ ନହେଲେ ବି 27 କି 28 ହେବ। ଖ୍ରୀଷ୍ଟିଆନ ଧର୍ମ ନେଇ ସେ ସିଷ୍ଟର ହେବାକୁ ନିୟମ କରିଥିଲେ। ସେ କାଳେ ଆନ୍ଧ୍ରାରେ ଗୋଟେ ମିଶନାରୀ ସ୍କୁଲରେ ଥିଲେ, କିନ୍ତୁ କରୋନା ପରେ ସେ ଆମ ସ୍କୁଲକୁ ବଦଳି ହୋଇ ଆସିଥିଲେ। ତାଙ୍କୁ ଦେଖିଲେ ମୋତେ କେମିତି କେମିତି ଲାଗେ। ଏକ ସୁନ୍ଦରୀ ଝିଅଟେ, ନନ୍ ହେବାର ନଥିଲା। ସେ କିନ୍ତୁ ଭାରି ଷ୍ଟ୍ରିକ୍ଟ ବୋଲି ଶୁଣିବାକୁ ମିଳୁଥିଲା। ଆମ ପ୍ରିନ୍ସିପାଲ ମିଟିଂରେ ଆମ ସହ ଆନିର ପରିଚୟ କରିଦେଲେ। ତାପରେ ମୋର ସିଷ୍ଟର ଆନି ପ୍ରତି ଆକର୍ଷଣ ବଢ଼ିବାକୁ ଲାଗିଲା। ସେ କଥା ମୁଁ ବେଳେବେଳେ କଥା ଛଳରେ ତାଙ୍କୁ କହେ, ଆଉ ସେ ହସିଥାନ୍ତି। ଅବଶ୍ୟ ସେ ମୋଠାରୁ ବୟସରେ ବଡ଼ ବୋଲି ସେ ନିଜେ ମୋତେ ଜଣେଇଥିଲେ। ସେ ଆସିବା ପରେ ସ୍କୁଲ ପ୍ରିନ୍ସିପାଲଙ୍କ ପାଖ ଲୋକ ହୋଇଗଲେ। ସେ ବି ଖ୍ରୀଷ୍ଟିଆନ ଥିଲେ। ସ୍କୁଲ କ୍ୟାମ୍ପସରେ ସେମାନେ ରୁହନ୍ତି। ସନ୍ଧ୍ୟାରେ ସ୍କୁଲ ପ୍ରାଙ୍ଗଣରେ ପ୍ରେୟାର ହୁଏ। ସେ ସବୁର ଦାୟିତ୍ୱ ସିଷ୍ଟର ଆନି ନେଇଥିଲେ। ସବୁବେଳେ ସେ ଗାଢ଼ ଆକାଶିଆ ରଙ୍ଗର ପୋଷାକ ମୁଣ୍ଡର ଗୁଡ଼ଯାକେ ପିନ୍ଧୁଥିଲେ। ଅଣ୍ଟାରେ ଦଉଡ଼ିଟିଏ ବନ୍ଧା ହୋଇଥାଏ। ବେକରେ କ୍ରସ୍ ଝୁଲୁଥାଏ। ହେଲେ ସେ ଡ୍ରେସରେ ବି ବହୁତ ସୁନ୍ଦର ଓ ସେକ୍ସି ଲାଗୁଥାନ୍ତି। ଛାତି ପୁରା ଗର୍ବରେ ଠିଆ ହୋଇ ବାହାରକୁ ସୁନ୍ଦର ଦେଖାଯାଉଥାଏ। ଉଚ୍ଚତା ବେଶୀ ନଥିଲେ ସୁଦ୍ଧା ସେ ପତଳା ହୋଇଥିବାରୁ ଲମ୍ବା ଦେଖାଯାଉଥାନ୍ତି। କଥାବାର୍ତ୍ତାରେ ମୁଁ ତାଙ୍କୁ କହେ, ଆପଣ ସିଷ୍ଟର ହେବାର ନଥିଲା। କେତେ ଲୋକଙ୍କ ହୃଦୟ ଭାଙ୍ଗିଦେଲେ। ସେ ହସିଦେଇ ଚାଲିଯାଆନ୍ତି। ହେଲେ ମୁଁ ସବୁବେଳେ ଏ କଥା ତାଙ୍କୁ କହିବା ପରେ ସେ ମଧ୍ୟ ମୋ ସହ କଥା ହେବାକୁ ଭଲ ପାଆନ୍ତି। ଥରେ ସ୍କୁଲ ଛୁଟି ସମୟରେ ସିଷ୍ଟର ଆନି ମୋତେ ଅନୁରୋଧ କଲେ କି ଯଦି ସମ୍ଭବ ତାଙ୍କୁ ଟିକେ ବଜାରରେ ଛାଡ଼ିଦେବା ପାଇଁ। ମୁଁ ଖୁସି ହୋଇଗଲି। ମୁଁ ତାଙ୍କୁ କହିଲି, ଛାଡ଼ିବି କାହିଁକି କହୁନାହାନ୍ତି, ପୁରା ବଜାର ବୁଲେଇକି ଆଣିବି। ସେ ହସିଲେ। କିନ୍ତୁ ସେଦିନ ସେ ମୋ ଗାଡ଼ିରେ ବସି ବଜାର ଆସିଲେ। ସେଠି ସେ ଦାମୀ ଇନର ସବୁ କିଣିଲେ, ଆଉ ନିଜ ପାଇଁ କିଛି ପ୍ରସାଧନ ସାମଗ୍ରୀ ମଧ୍ୟ ଆଣିଲେ। ବଜାରରେ ମିଳୁଥିବା ଖାଦ୍ୟ ତାଙ୍କୁ ଯାଚି ଯାଚି ଖୁଆଇଲି। ସେ ମନା କରୁଥିଲେ, କିନ୍ତୁ ପରେ ଖାଇଲେ। ଆମ ଭିତରେ ଭଲ ବନ୍ଧୁତା ହୋଇଯାଇଥିଲା। କିଛି ଦିନ ପରେ ଏମିତି କଥାବାର୍ତ୍ତା ହେଉ ହେଉ ସେ ମୋ କଥାକୁ ଧରି କହିଲେ, ଆପଣ ସବୁବେଳେ ଏମିତି କ'ଣ ପାଇଁ କହୁଛନ୍ତି? ମୁଁ ସେବା କରିବା ପାଇଁ ସିଷ୍ଟର ହେଇଛି। ମୁଁ କହିଲି, ସିଷ୍ଟର ନ ହେଲେ କ'ଣ ସେବା କରି ପାରିନଥାନ୍ତେ? ଅନ୍ତତଃ ଆପଣଙ୍କ ଭଳି ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କ ଔରସରୁ କେତେ ସୁନ୍ଦର ଛୁଆ ଜନ୍ମ ନେଇଥାନ୍ତେ। ଆପଣଙ୍କ ପାଇଁ ପରିବାରଟିଏ ସୌଭାଗ୍ୟ ପାଇଥାନ୍ତେ। ସେ କହିଲେ, ଓଃ ସତେ? ଆପଣ ବାହା ହୋଇଯାଆନ୍ତୁ, ଦେଖିବେ। ମୁଁ କହିଲି, ହଁ କହିଲେ ମୁଁ ତମକୁ ବାହା ହୋଇଯାଆନ୍ତି। ସେ ମୋତେ ଠେଲି ଦେଇ କହିଲେ, ହେ ଯାଆନ୍ତୁ, ଆପଣ ଭାରି ଦୁଷ୍ଟାମି କରୁଛନ୍ତି। କହିଲି, ଦୁଷ୍ଟାମି କରିବାର ମଉକା ଦିଅନ୍ତୁ, ଆହୁରି ବହୁତ କିଛି କରିବି। ସେ କହିଲେ, କ'ଣ କରିବେ? ମୁଁ କହିଲି, ସେ ସବୁ କ'ଣ କୁହାଯାଏ, କରିଲେ ଜଣାପଡ଼ିବ। ସେଦିନ ସ୍କୁଲ ପରେ ସେ ମୋତେ କହିଲେ, ଟିକେ ବଜାରକୁ ନେଇପାରିବ କି? ବଜାରରେ ବୁଲୁଥିବା ବେଳେ କହିଲେ, ଆପଣ କେଉଁଠି ରହୁଛନ୍ତି? ମୁଁ କହିଲି, ଆମ ଘରକୁ ଆସିବେ କି? ସେ କହିଲେ, ଆପଣ କେବେ ଡାକୁନାହାନ୍ତି। ତାଙ୍କୁ ନ ଜଣାଇ ମେଡ଼ିସିନ ଷ୍ଟୋରରୁ କଣ୍ଡୋମ୍ ପକେଟ ଧରିଲି, ଆଉ ଆମେ ସିଧା ଚାଲିଲୁ ଆମ ବସାକୁ। ମୁଁ ଗୋଟେ ଘର ଉପରେ ସିଲିଂ ରୁମ୍ ନେଇଥାଏ। ମୋ ରୁମ୍କୁ ଆସିବା ପରେ ସେ ଚେୟାର ଉପରେ ବସିଗଲେ। କହିଲେ, ଆପଣ ଖାଲି ସମୟରେ କ'ଣ କରନ୍ତି? ମୁଁ କହିଲି, ତମ କଥା ଭାବେ। ସେ ମୋତେ ଚାହିଁଲେ, ଆଉ ପଚାରିଲେ, କ'ଣ କୁହ? ମୁଁ କହିଲି, ଚିନ୍ତା କରେ କେମିତି ଏତେ ସୁନ୍ଦରୀ ଝିଅଟେ ସଂସାରକୁ ଛାଡ଼ିଦେଲେ। ସେ ପୁଣି ପଚାରିଲେ, ଆଉ? ମୁଁ କହିଲି, ଭାବେ ଯେ ଯଦି ସିଷ୍ଟର ନ ହୋଇଥାନ୍ତେ ତ କେତେ ଭଲ ହୋଇଥାନ୍ତା। ସେ ପୁଣି ପଚାରିଲେ, ଆଉ କ'ଣ? ମୁଁ କହିଲି, ଆଉ ଯଦି ଆପଣ ରାଜି ହୁଅନ୍ତି ମୁଁ ଆପଣଙ୍କୁ ସ୍ୱର୍ଗ ସୁଖ ଦିଅନ୍ତି। ସେ ଅଟକି ଗଲେ, ଆଉ ପଚାରିଲେ, ସ୍ୱର୍ଗ ସୁଖ? ମୁଁ ତାଙ୍କ ପାଖକୁ ଯାଇ ତାଙ୍କ ହାତକୁ ଧରି ଛିଡ଼ା ହୋଇଗଲି। ସେ ମୋତେ ଚାହୁଁଥିଲେ। ମୁଁ ତାଙ୍କୁ କିଛି ସମୟ ଚାହିଁଲି, ଆଉ ତାଙ୍କ ଓଠକୁ ଓଠ ଉପରେ ଥୋଇଦେଲି। ସେ କିଛି କହୁନଥିଲେ। ତାଙ୍କ ଓଠକୁ ଚାପିବାକୁ ଲାଗିଲି। ସେ ଆଖି ବୁଜି ଦେବା ପରେ ତାଙ୍କ ଗାଲ ଆଉ ବେକକୁ ଚୁମା ଦେବାକୁ ଲାଗିଲି। ସେ ଅନ୍ୟ ଆଡ଼କୁ ମୁହଁ ବୁଲାଇ ନେବା ପରେ ତାଙ୍କ ବେକ ଉପରେ ଚୁମା ଦେବା ପରେ ସେ ଜୋର ଜୋରରେ ନିଶ୍ୱାସ ନେବାକୁ ଲାଗିଲେ। ତାପରେ ତାଙ୍କୁ ଆଉ ଟିକେ ପାଖକୁ ଟାଣି ଆଣିଲି, ଆଉ ଦୁଇ ବାହୁରେ ଛନ୍ଦି ଦେଇ ଭିଡ଼ି ଧରିଲି। ତାଙ୍କ ଛାତି ଏବଂ ମୋ ଛାତିରେ ଚିପି ହୋଇ ରହିଥିଲା। ତାପରେ ପୁଣି ତାଙ୍କୁ କିସ୍ କରିବାକୁ ଲାଗିଲି। ଏହାପରେ ସେ ମୋ ସାର୍ଟ ଖୋଲିଦେଲେ, ଆଉ ମୋ ଦେହକୁ ଚାଟିବାକୁ ଲାଗିଲେ। ସେ ଏତେ ଉତ୍ତେଜିତ ହୋଇଥିଲେ କି ମୋ ଦେହକୁ ପୁରା ଚାଟି ଚାଟି ମୋ ବାଣ୍ଡ ପୁରା ଠିଆ କରିଦେଲେ। ସେ ଯେମିତି ମୋର ପୋଷାକ ଖୋଲି ଲଙ୍ଗଳା କରିଦେଲେ, ମୁଁ ବି ସେମିତି ତାଙ୍କର ପୋଷାକ ଖୋଲିଦେଲି। ସେ ଭିତରେ ଲାଲ ରଙ୍ଗର ବ୍ରା ପିନ୍ଧିଥିଲେ। ସେଇଟା ଖୋଲିଦେଲା ପରେ ତାଙ୍କର ଦୁଧର
ପ୍ରକୃତ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଲା। ସାଧାରଣତଃ ଝିଅମାନଙ୍କ ଦୁଧ ସାମାନ୍ୟ ତଳକୁ ଝୁଲି ପଡ଼ିଥାଏ, କିନ୍ତୁ ତାଙ୍କର ଦୁଧ ସେମିତି ନଥିଲା। ଛାତିରେ ଅର୍ଦ୍ଧ ଗୋଲାକାର ଆକାରରେ ଠିଆ ହୋଇଥିଲା ତାଙ୍କ ଦୁଧ। ତାଙ୍କ ଦୁଧକୁ ଧୀରେ ଧୀରେ ଚିପିବା ପରେ ତାଙ୍କ ଓଠରୁ ଓଃ ବୋଲି ଶବ୍ଦ ବାହାରି ଆସିଲା। ତାଙ୍କୁ ନିଜର ଛାତିରେ ଚିପି ଧରି ତାଙ୍କ ଦୁଧ ଦୁଇଟାକୁ ଚିପିବାକୁ ଲାଗିଲି। ସେ ବି ମୋ ଦେହରେ ଗୁଳେଇ ହେଉଥାନ୍ତି। ତାଙ୍କ ଗାଣ୍ଡି ଭାରି ସୁନ୍ଦର ଆଉ ଗୋଲ ଥିଲା। ଆଉ ଆଉଁସି ଦେବା ପରେ ସେ ଚମକି ପଡ଼ି ବୁଲି ପଡ଼ିଲେ, ଆଉ ମୋ ଓଠକୁ ଦାନ୍ତରେ କାମୁଡ଼ି ଧରିଲେ। ମୁଁ ବି ପରା ତାଙ୍କ ଓଠକୁ କିସ୍ କରିବାକୁ ଲାଗିଲି। ଆମେ ଦୁଇଜଣ ପୁରା ଲଙ୍ଗଳା ହୋଇ ପରସ୍ପରକୁ କିସ୍ କରିବାକୁ ଲାଗିଥିଲୁ। ତାଙ୍କ ଦୁଧ ଦୁଇଟାକୁ ଚିପି ଚିପି ପୁରା ଦରଜ କଲା ପରେ ମୁଁ ନଇଁ ପଡ଼ିଲି, ଆଉ ବାମ ପାଖ ଦୁଧର ମୁଣ୍ଡିକୁ ପାଟିରେ ପୂରେଇ ଚିପୁଡ଼ି ଦେବା ପରେ ସେ ଓ ଆହ କରି ଚିଲେଇ ଉଠିଲେ। ଆଉ ମୁଁ ଜାଣିପାରିଲି ଯେ ତାଙ୍କର ସେକ୍ସ ପାୱାର କେଉଁଠି ଅଛି। ମୁଁ ଜୋର ଜୋରରେ ତାଙ୍କ ନିପୁଲକୁ କାମୁଡ଼ି କାମୁଡ଼ି ଖାଇବାକୁ ଲାଗିଲି। ସେ ମୋତେ ଭିଡ଼ି ଧରିଲେ, ଆଉ ମୋ ମୁଣ୍ଡ ଚୁଟିକୁ ଉପାଡ଼ିଲା ପରି ଧରି ପକାଇଲେ। ମୁଁ ତାଙ୍କ ଦୁଧକୁ ଖାଇବା ବେଳେ ମୋ ହାତ ତାଙ୍କ ବିଆ ଉପରେ ପଡ଼ିଲା। ସେ ପିନ୍ଧିଥିବା ମେରୁନ୍ କଲରର ଚଡ଼ି ପୁରା ଓଦା ହୋଇ ସାରିଥିଲା। ମୁଁ ଭିତରେ ହାତ ପୂରେଇଲି। ମୋ ହାତ ପୁରା ଓଦା ହୋଇଗଲା। ଦୁଧକୁ ଯଥେଷ୍ଟ ଧ୍ୟାନ ଦେବା ହେତୁ ବିଆରେ ରସ ବାହାରି ଆସିଥିଲା। ଆଉ କାଳ ବିଳମ୍ବ ନ କରି ମୁଁ ତାଙ୍କୁ ଖଟରେ ଶୁଆଇ ଦେଇ ବିଆକୁ ମେଲେଇ ଧରି ମୋ ବାଣ୍ଡକୁ ଧୀରେ ଧୀରେ ପଶେଇବାକୁ ଲାଗିଲି। ତାପରେ ବିଆରେ ବାଣ୍ଡ ଖସ୍ ଖସ୍ କରି ପଶିବା ବାହାରିବା ପରେ ତାଙ୍କ ବିଆରୁ ଅଧିକ ପାଣି ବାହାରି ଆସିଲା। ବେଶୀ ପାଣି ବାହାରିବା ହେତୁ ବାଣ୍ଡ ଖାଲି ଚପ୍ ଚପ୍ ଶବ୍ଦ କରିଲା, ଆଉ ଗେହିବାର ମଜା ଆସିଲା। ଅଣ୍ଟା ତଳେ ତକିଆ ଦେଇ ବିଆକୁ ଆହୁରି ଭଲ କରି ମେଲେଇ ଧରି ବାଣ୍ଡକୁ ପୁରା ଭିତରେ ଯାଇ ପଶେଇ ଦେଲି। ଏମିତି ପୂରେଇ ଗେହିବା ପରେ ବିଆରୁ ଆହୁରି ପାଣି ବାହାରିବାକୁ ଲାଗିଲା ଓ ସେ ପୁରା ନିସ୍ତେଜ ହୋଇ ପଡ଼ିଲେ। ଏମିତିକା ସୁଖ ପାଇବେ ବୋଲି ସେ କେବେ ଭାବି ନଥିଲେ। ସେ ଯାହା ହେଉ, ଝିଅମାନଙ୍କୁ ଶାନ୍ତି କରିପାରିଲେ ପୁରୁଷମାନଙ୍କ ପୁରୁଷପଣିଆ ଜଣାପଡ଼େ। ତାଙ୍କର ବାହାରି ଗଲା ପରେ ମୁଁ ଜୋର ଜୋରରେ ଧକ୍କା ମାରିଲି, ଆଉ ମୋର ବୀର୍ଯ୍ୟ ବାହାରି ପଡ଼ିଲା। ଖେଳ ସରିବା ପରେ ସେ ସଫାସୁଫି ହୋଇ ତାଙ୍କର ସାଙ୍ଗେ ସାଙ୍ଗେ ନିଜର ରୋବ୍ ପିନ୍ଧି ପକାଇଲେ। କହିଲେ ଚାଲ ସ୍କୁଲକୁ ଯିବା। ମୁଁ କହିଲି ଏତେ ଦିନ ପରେ ସ୍କୁଲରୁ ବାହାରିଛନ୍ତି, ଏତେ ଶୀଘ୍ର ପଳେଇବେ? ମୁଁ କହିଲି ଆପଣଙ୍କର କ'ଣ ଏତିକିରେ ଶାନ୍ତି ହୋଇଗଲା କି? ସେ ଲାଜେଇ ଯାଇ କହିଲେ ବେଶୀ ସମୟ ରହିଲେ ପ୍ରିନ୍ସିପାଲ ସାରଙ୍କୁ ଉତ୍ତର ଦେବାକୁ ପଡ଼ିବ। ମୁଁ କହିଲି ମୁଁ ତୁମ ସାଥିରେ ଯିବି। ସେ କିନ୍ତୁ କିନ୍ତୁ ହଉଥିଲେ। ମୁଁ ପୁଣି ଥରେ ତାଙ୍କୁ କିସ୍ କରିବା ଆରମ୍ଭ କରିଦେଲି, ଆଉ ତାଙ୍କ ଡ୍ରେସ୍ ଉପରୁ ହିଁ ଦୁଧକୁ ଚିପିବାକୁ ଲାଗିଲି। ସେ ଚାହୁଁଥିଲେ କିନ୍ତୁ ଡରୁଥିଲେ। ହେଲେ ଦୁଧରେ ହାତ ବାଜିବା ପରେ ସେ ବି ଉତ୍ତେଜିତ ହୋଇଗଲେ, ଆଉ ମୋତେ ସାହାଯ୍ୟ କରିବାକୁ ଲାଗିଲେ। ତାଙ୍କର ଦୁଧକୁ ଦଳିବା ପରେ ଓ କିସ୍ କରିବା ପରେ ସେ ସାଙ୍ଗେ ସାଙ୍ଗେ ଗିହା ଖାଇବା ପାଇଁ ରାଜି ହୋଇଗଲେ, କିନ୍ତୁ ପୋଷାକ ଖୋଲିବା ପାଇଁ ମନା କରିଲେ। ମୁଁ ମନେ ମନେ ଭାରି ଖୁସି ଥିଲି। ତାଙ୍କର ରୋବକୁ ଉପରକୁ ଉଠେଇଲି, ଆଉ ତାଙ୍କୁ ଖଟରେ ଆଣ୍ଠେଇ ଦେଇ ପଛପଟୁ ବିଆରେ ମୋ ବାଣ୍ଡକୁ ଭର୍ତ୍ତି କରିଦେଲି, ଆଉ ଧକ୍କା ପରେ ଧକ୍କା ଦେବାକୁ ଲାଗିଲି। ସେ ଓହା ଓହା ହଉ ହଉ ତାଙ୍କ ବିଆରୁ ରସ ବାହାରି ପଡ଼ିଲା। ଶୁଣିଥିଲି ଝିଅମାନଙ୍କ ଡେରିରେ ବିଆ ରସ ବାହାରେ ବୋଲି, କିନ୍ତୁ ଆନି ସିଷ୍ଟରଙ୍କ ବିଆରୁ ରସ ଶୀଘ୍ର ଝରି ପଡ଼ିଲା। ଆଉ ସେ ଅସହଯୋଗ କରୁଥିଲେ ସୁଦ୍ଧା ମୁଁ ମନ ଭରି ତାଙ୍କୁ ଗେହିଲି, ଆଉ ମୋ ବୀର୍ଯ୍ୟ ତାଙ୍କ ବିଆରେ ଛାଡ଼ିଦେଲି। ଖେଳ ସରିବା ପରେ ତାଙ୍କୁ ସ୍କୁଲରେ ନେଇ ଛାଡ଼ିଦେଲି। ହେଲେ ସେ ପ୍ରାୟ ବର୍ଷେ ସ୍କୁଲରେ ରହିବା ଭିତରେ ତାଙ୍କୁ ଅନେକ ଥର ମୋ ରୁମ୍